ଜିତୁ ମୋ ବ୍ଲାଉଜ ଖୋଲିଲା। ଗୋଟିଏ କ୍ଷୀର ପିଇବା ପରେ ସେ ଅନ୍ୟ କ୍ଷୀର ପିଇବା ଆରମ୍ଭ କଲେ। ମୁଁ ବହୁତ ଉପଭୋଗ କରିବାକୁ ଲାଗିଲି କାରଣ ସେହି ସମୟରେ ମୁଁ ଖୋଳିବାକୁ ତୃଷାର୍ତ୍ତ ଥିଲି। ସେ ବହୁତ ଗରମ ହୋଇଗଲେ। ମୁଁ ତାଙ୍କ ତରଭୁଜ ଉପରେ ମୁଣ୍ଡ ରଖି କହିଲି, ମିଠା ତରଭୁଜକୁ ମଧୁର ଖାଅ। ମୋ ପୁଅ ଏହା ପ୍ରଥମ ଥର ଥିଲା, ତେଣୁ ସେ ମୋ ତରଭୁଜ ଖାଇବା ବେଳେ ଧୀରେ ଧୀରେ ଗତି କରିବାକୁ ଲାଗିଲେ। ତା ପରେ ତୁମର ବେଲ୍ଟକୁ ମୋ କୋଳରେ ରଖ। ସେ ମୋ ସ୍ତନକୁ ଆଲିଙ୍ଗନ କରି ମୋ ପେଟକୁ ଚାଟିଲେ। ତା ପରେ ମୁଁ ମୋ ଗର୍ତ୍ତରେ ତାଙ୍କ ହାତ ଅନୁଭବ କରିବା ପରେ ଉତ୍ସାହିତ ହୋଇଗଲି ଏବଂ ତା ପରେ ମୋ ଗର୍ତ୍ତକୁ ଚାଟିବାକୁ ସଂକେତ ଦେଲି। ସେ ପାଟି କରିବା ଆରମ୍ଭ କଲାବେଳେ ମୋ ପାଟିରୁ ଏକ ଶବ୍ଦ ଆସିବାକୁ ଲାଗିଲା। ସେ ମୋ ସ୍ୱର ଦ୍ୱାରା ଅଧିକ ଉତ୍ସାହିତ ହେବାକୁ ଲାଗିଲେ। ଜିତୁ ଏହାକୁ ପୁରା ଜିଭରେ ଭର୍ତ୍ତି କରି ଭିତରକୁ ଯିବାକୁ ଲାଗିଲା। ଅଳ୍ପ ସମୟ ମଧ୍ୟରେ ସେ ଅର୍ଗାଜିମ୍ କଲେ। ଗୁମ୍ଫାରୁ ବାହାରୁଥିବା ସମସ୍ତ ରସ ପିଅନ୍ତୁ ଏବଂ ଗୁମ୍ଫାକୁ ସଫା କଲେ। ବର୍ତ୍ତମାନ ମୋର ପର୍ଯ୍ୟାୟ, ତେଣୁ ମୁଁ ସେମାନଙ୍କୁ ରଙ୍ଗ କଲି। ଏହାକୁ ବନ୍ଦ କର। ତା ପରେ ତାଙ୍କର ତୀକ୍ଷ୍ଣ ଅସ୍ତ୍ର ବହୁତ ଭଲ ପାଇବା ସହିତ ତାର ଯତ୍ନ ନେବା ଆରମ୍ଭ କଲା। ତାଙ୍କୁ କିଛି ସମୟ ଯନ୍ତ୍ରଣା ଦେବା ପରେ ମୁଁ ଶେଷରେ ତାଙ୍କ ଅସ୍ତ୍ର ପାଇଲି। ସେ ଏହାକୁ ପାଟିରେ ନେଇ ଖୁସିରେ ଚୋବାଇବା ଆରମ୍ଭ କଲେ। ଯେତେ ଶୀଘ୍ର ତାଙ୍କର ଅସ୍ତ୍ର, ମୁଁ ଏହାକୁ ମୋ ପକେଟରେ ନେଇଗଲି। ଗରମ ଅନୁଭବ କଲା। ମୁଁ ତୁମକୁ ସତ କହୁଛି, ଅସ୍ତ୍ର। ସେ ସ୍ୱର୍ଗର ସୁଖ ଉପଭୋଗ କରିବାକୁ ଲାଗିଲେ। ଏକ ସୁନ୍ଦର ନାରୀ ଜୀବନରେ ସବୁଠାରୁ ବଡ଼ ଆନନ୍ଦ ହେଉଛି ଅସ୍ତ୍ରଶସ୍ତ୍ର। ଏହାକୁ ପାଟିରେ ନେଇ ଚାଟି ଦିଅ। ମୁଁ ଏକ ଶବ୍ଦ ଉଚ୍ଚାରଣ କରିବା ମାତ୍ରେ ସେ ମୋ ଭାଉଜକୁ ଚୁମ୍ବନ ଦେଲା। ଏହା ବାପରେ ସେ ଖେଳିବା ଆରମ୍ଭ କରି ସ୍ୱର୍ଗକୁ ଯାତ୍ରା ଆରମ୍ଭ କଲେ। ମୁଁ ପ୍ରକୃତରେ ଏହାକୁ ଉପଭୋଗ କରେ।